Hi friends, welcome to our YouTube channel SBM Coaching Center. Friends, ଆଜି ଆମେ ଦେଖିବା ତୁମ ଦଶମ ଶ୍ରେଣୀର ସାହିତ୍ୟ ବହି ଏବଂ ସାହିତ୍ୟ ବହିରେ ଥିବା ଗଳ୍ପ ବିଭାଗ କାଳର କପୋଳ ତଳେ ଏଥିରେ ଥିବା ସମସ୍ତ ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବା। ତା ସହିତ ଏ ସମସ୍ତ ପ୍ରଶ୍ନ ଉତ୍ତରକୁ ଅତି ସମ୍ପୂର୍ଣ୍ଣ ସହଜରେ ଆମେ ବୁଝିଯିବା। ତ ବନ୍ଧୁଗଣ, ଯଦି ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ କରି ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓକୁ ଆମର ଲାଇକ୍ କରିଦିଅନ୍ତୁ, ଯାହାଫଳରେ କି ଆମର ଏହି ଭିଡ଼ିଓରେ ସମସ୍ତ ପ୍ରକାର ଶ୍ରେଣୀର ପ୍ରଶ୍ନ ଉତ୍ତର ଏବଂ ପ୍ରାକ୍ଟିସ୍ ସେଟ୍ ଏବଂ ଏକ୍ଜାମ୍ ରିଲେଟିଭ୍ ଭିଡ଼ିଓ ଅପଲୋଡ଼ କରାଯାଉଛି। ତାହେଲେ ସର୍ବପ୍ରଥମେ ଆପଣମାନେ ଦେଖିବେ କେମିତି? ସବସ୍କ୍ରାଇବ୍ କଲେ ନା, ତ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ଚାଲନ୍ତୁ ଆମେ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଦେଖନ୍ତୁ, ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନ। ନିର୍ଦ୍ଦିଷ୍ଟ ଉତ୍ତରମୂଳକ ଦେଖିବା ଆମେ। 1 ନମ୍ବର କହିଛି ଧଉଳି ପାହାଡ଼ ପାଦଦେଶରେ ଥିବା କେଉଁ ନଦୀ ବହିଛି? ବା ଧଉଳି ପାହାଡ଼ର ପାଦଦେଶରେ କେଉଁ ନଦୀ ବହିଯାଇଛି? ଧଉଳି ପାହାଡ଼ର ପାଦଦେଶରେ କେଉଁ ନଦୀ? ଦୟା ନଦୀ ବହିଯାଇଛି ପିଲାମାନେ। ଦୟା ନଦୀ ମନେ ରଖନ୍ତୁ, ଧଉଳି ପାହାଡ଼ର ପାଦଦେଶରେ ଦୟା ନଦୀ ବହିଯାଇଛି। ଅଙ୍ଗଦ ଚୌଧୁରୀ କେଉଁ ବିଷୟର ଛାତ୍ର? ଅଙ୍ଗଦ ଚୌଧୁରୀ ଇତିହାସ ବିଷୟର ଛାତ୍ର। ଇତିହାସରେ ସେ କ'ଣ କରୁଥିଲେ? ପାଠ ପଢ଼ୁଥିଲେ। ଅଙ୍ଗଦ ଚୌଧୁରୀ କେଉଁ ବିଦ୍ୟାଳୟର ଛାତ୍ର? ଅଙ୍ଗଦ ଚୌଧୁରୀ ହେଉଛନ୍ତି ନାଳନ୍ଦା ବିଶ୍ୱବିଦ୍ୟାଳୟର ଛାତ୍ର। ନା ନାଇଁ, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେ ଆସିଛନ୍ତି ଓଡ଼ିଶାକୁ ନା। ଅଙ୍ଗଦ କାହାର ଶିଳାଲେଖ ପଢ଼ିଛନ୍ତି? ଅଙ୍ଗଦ ଅଶୋକଙ୍କର ଶିଳାଲେଖ ପଢ଼ିଛନ୍ତି। ସମ୍ରାଟ ଅଶୋକଙ୍କର ଶିଳାଲେଖ। କାହାର ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ? କାହାର ସ୍ପର୍ଶରେ? ଜଣେ ରାଜବଂଶୀୟ ଦୀର୍ଘଦେହୀ ପୁରୁଷଙ୍କ ସ୍ପର୍ଶରେ ଅଙ୍ଗଦ ଚମକି ପଡ଼ିଲେ। ଯେତେବେଳେ ଏକାକୀ ବସିଛନ୍ତି ସେହି ଦୟାନଦୀ କୂଳରେ, ସେତେବେଳେ ଜଣେ ରାଜବଂଶୀୟ ଦୀର୍ଘଦେହୀ ପୁରୁଷ ଆସିଛନ୍ତି ଏବଂ ସେହି ଦୀର୍ଘଦେହୀ ପୁରୁଷଙ୍କର ସ୍ପର୍ଶରେ ସେ କ'ଣ ହେଇଗଲେ? ଚମକି ପଡ଼ିଲେ। ତାପରେ ଦେଖନ୍ତୁ 6 ନମ୍ବର। 6 ନମ୍ବରରେ କୁହାଯାଇଛି ଆପଣ କ'ଣ କଳିଙ୍ଗ ମହାରାଜା? ଏହା କିଏ କାହାକୁ କହିଛି? ଆପଣ କ'ଣ କଳିଙ୍ଗ ମହାରାଜା? ଏକଥା ଅଙ୍ଗଦ ଚୌଧୁରୀ ସେହି ଦୀର୍ଘଦେହୀ ପୁରୁଷକୁ କହିଛନ୍ତି, ମାନେ ପଚାରିଛନ୍ତି। ଯେତେବେଳେ ସେ ଆସିଲା ପରେ ସେ କହୁଛନ୍ତି ଆପଣ କ'ଣ କଳିଙ୍ଗ ମହାରାଜା? ଏହାପରେ ଦୀର୍ଘଦେହୀ ପୁରୁଷ ଜଣେ କ'ଣ କହିଛନ୍ତି? ଚାଲନ୍ତୁ ଦେଖିବା। ତ ତାପରେ ଦେଖନ୍ତୁ 7 ନମ୍ବର, ମୁଁ ତ ଦୁନିଆରେ ସବୁଠାରୁ ଶୀଘ୍ର ଚାଲେ। ଏହା କାହାର ଉକ୍ତି? ଏହା ହେଉଛନ୍ତି ଦୀର୍ଘଦେହୀ ପୁରୁଷଙ୍କର ଉକ୍ତି। ଯେତେବେଳେ ଆଗେ ଆଗେ ଚାଲି ଯାଉଥିଲେ ସେତେବେଳେ କହୁଥିଲେ ମୁଁ ତ ଦୁନିଆର ସବୁଠାରୁ ଶୀଘ୍ର ଚାଲେ। କଳିଙ୍ଗ ମହାରାଣୀଙ୍କର ନାମ କ'ଣ ଥିଲା? କଳିଙ୍ଗ ମହାରାଣୀଙ୍କର ନାମ ଥିଲା କୁରୁବକୀ। କ'ଣ? କୁରୁବକୀ। କେଉଁମାନେ ମହାରାଣୀଙ୍କୁ ସଂସମ୍ଭ୍ରମ ଅଭିବାଦନ ଜଣାଇଲେ? କେଉଁମାନେ? ପାତ୍ର, ମନ୍ତ୍ରୀ, ପାରିଷଦ ବର୍ଗ ସମସ୍ତେ କ'ଣ କଲେ? ଏକାଠି ହୋଇ ସେନାନାୟକ ମହାରାଣୀଙ୍କୁ ସଂସମ୍ଭ୍ରମ ଅଭିବାଦନ ଜଣାଇଲେ। କାହା ସହିତ ରାଜଜେମା ଦରବାର କକ୍ଷକୁ ଆସିଥିଲେ? ରାଜଜେମା ରାଜେଶ୍ୱରୀ ନିଜର ପିତାଙ୍କ ସହିତ ଦରବାର କକ୍ଷକୁ ଆସିଥିଲେ। କଳିଙ୍ଗ କିଏ ଆକ୍ରମଣ କରିଛି? କଳିଙ୍ଗ ମଗଧ ସମ୍ରାଟ ଅଶୋକ ଆକ୍ରମଣ କରିଛନ୍ତି। ଯୁଦ୍ଧ କେଉଁଠି ଆରମ୍ଭ ହୋଇଗଲାଣି? ଯୁଦ୍ଧ ଧଉଳିଠାରେ ଯୁଦ୍ଧ ଆରମ୍ଭ ହୋଇଗଲାଣି। ତାପରେ ଦେଖନ୍ତୁ, ଅଚାନକ ଆକ୍ରମଣରେ କଳିଙ୍ଗର କ'ଣ ଧ୍ୱଂସ ହୋଇଯାଇଛି? ଅଚାନକ ଆକ୍ରମଣରେ କଳିଙ୍ଗର ସୀମାନ୍ତ ବାହିନୀ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। କଳିଙ୍ଗ ଏକ ଅତି ସଙ୍କଟ ମୁହୂର୍ତ୍ତରେ ଆସି ପହଞ୍ଚିଛି। ଏହା କିଏ କହିଲେ? ଏହା କଳିଙ୍ଗର ମହାମନ୍ତ୍ରୀ କହିଥିଲେ। ରାଜେଶ୍ୱରୀ କେତେଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ? ରାଜେଶ୍ୱରୀ 12 ଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ। କେତେଜଣ ଯୋଦ୍ଧା? 12 ଜଣ ଯୋଦ୍ଧାଙ୍କୁ ଚାହୁଁଥିଲେ। ରାଜେଶ୍ୱରୀ କେତେଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ? ରାଜେଶ୍ୱରୀ 5 ଜଣ ଯୋଦ୍ଧାଙ୍କୁ ବାହାରକୁ ଯିବାକୁ କହିଲେ। ଯୁଦ୍ଧରେ କେତେଜଣ ସେନାପତି ରାଜେଶ୍ୱରୀ ସ୍ଥିର କରିଥିଲେ? ଯୁଦ୍ଧରେ 12 ଜଣ ସେନାପତି ରାଜେଶ୍ୱରୀ ସ୍ଥିର କରିଥିଲେ। ରକ୍ତର ନଦୀ କିଏ ପାଲଟି ଯାଇଥିଲା? ରକ୍ତର ନଦୀ ଦୟା ନଦୀ ପାଲଟି ଯାଇଥିଲା। କଳିଙ୍ଗ ଯୁଦ୍ଧ କେତେ ମାସ ଲାଗିଥିଲା?
ବା କେତେ ମାସରେ ଚାଲିଥିଲା କଳିଙ୍ଗ ଯୁଦ୍ଧକୁ? ମୋଟ 4 ମାସ ଲାଗିଥିଲା। କେତେ ଦିନରେ ଯୁଦ୍ଧ ଶେଷ ହେବ ବୋଲି ମହାମନ୍ତ୍ରୀ ସମ୍ରାଟକୁ କହିଥିଲେ? କେତେ ଦିନରେ? 2 ଦିନରେ ଯୁଦ୍ଧ ଶେଷ ହେବ ବୋଲି ସମ୍ରାଟକୁ ମହାମନ୍ତ୍ରୀ କହିଥିଲେ। କେଉଁ ସମ୍ରାଟକୁ? ନା ମଗଧ ସମ୍ରାଟକୁ କହିଥିଲେ। ମଗଧ ସୈନ୍ୟ ନିକଟରୁ କ'ଣ ସରି ଆସୁଥିଲା? ମଗଧ ସୈନ୍ୟଙ୍କ ନିକଟରୁ ଆସୁଥିଲା ରସଦ, ଅର୍ଥ ଖାଦ୍ୟ ସରି ଆସୁଥିଲା। ଅଶୋକ କେଉଁ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ? ଅଶୋକ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ନା ହେଲେ। ରାଜେଶ୍ୱରୀ କାହା ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ? ରାଜେଶ୍ୱରୀ ମଗଧ ସେନାପତିଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କଲେ। ରାଜନୀତିର ବ୍ରହ୍ମାସ୍ତ୍ର କ'ଣ? ରାଜନୀତିର ବ୍ରହ୍ମାସ୍ତ୍ର ହେଉଛି ଷଡ଼ଯନ୍ତ୍ର। ଶାନ୍ତି ସ୍ତୂପ କେଉଁଠି ଅବସ୍ଥିତ? ଶାନ୍ତି ସ୍ତୂପ ଧଉଳିଠାରେ ଅବସ୍ଥିତ। ବନ୍ଧୁଗଣ, ଏବେ ଆମେ କାଳର କପୋଳ ତଳେ ଥିବା ପ୍ରଶ୍ନ ଉତ୍ତରକୁ ଆମେ ଆଲୋଚନା କଲେ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ସମ୍ପୂର୍ଣ୍ଣ ହେଲ୍ପଫୁଲ୍ ହେବ ଏବଂ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ଆମର ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ପରବର୍ତ୍ତୀ ଭିଡ଼ିଓରେ ପୁଣି ଥରେ କୋଶ୍ଚିନ୍ ଆନ୍ସର୍ ନେଇ ଆସିବି। ଜୟ ଜଗନ୍ନାଥ।